କଳାହାଣ୍ଡି ଜିଲ୍ଲାରୁ ଆମ ପ୍ରତିଭା ଅନୁଷ୍ଠାନର 35 ଜଣ କଳାକାର ରାଜପଥରେ ହେବାକୁ ଥିବା କର୍ତ୍ତବ୍ୟ ପଥରେ ହେବାକୁ ଥିବା ଜାତୀୟ ପ୍ୟାରେଡରେ ଆମର ଲୋକନୃତ୍ୟ ପରିବେଷଣ ପାଇଁ ଆସିଛୁ। ଘୁମରା 15 ଜଣ କଳାକାର ଓ ବଜାଶାଲ 25-20 ଜଣ କଳାକାର। ଆମର ବନ୍ଦେ ମାତରମ୍ ଗୀତର 150 ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଏଇଠି ଗୋଟେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଟା ରାଜପଥ ପ୍ୟାରେଡରେ ପରିବେଷଣ କରାଯିବ। ସେଇଠି 2500 କଳାକାରକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଠି ଆମ ଘୁମରା ଆଉ ବଜାଶାଲ ନୃତ୍ୟକୁ ଗୋଟେ ସୁଯୋଗ ମିଳିବା ଆମ କଳାହାଣ୍ଡି ପାଇଁ ଅତି ଗର୍ବ ଆଉ ଗୌରବର ବିଷୟ। ଗତ ଆମର 8 ତାରିଖରୁ ଜାନୁଆରୀ 8 ତାରିଖରୁ ଆମ କଳାହାଣ୍ଡିରୁ ପିଲା ଆସିଛନ୍ତି। ଏଠିକୁ ନମିତା ମିଶ୍ରଙ୍କର ନେତୃତ୍ୱରେ ଆସିଛନ୍ତି ଆଉ ପିଲାମାନେ ଏଇଠି 20 ଦିନ ହେଲା ରିହର୍ସାଲ କରୁଛନ୍ତି ଆଉ ସେଇଠି ପରିବେଷଣ କରିବେ। ଆଗାମୀ 26 ତାରିଖରେ ଆପଣମାନେ ସମସ୍ତେ ଟିଭି ମାଧ୍ୟମରେ ଦେଖିବେ ଆଉ କିପରି ଭାବରେ କଳାକାରମାନେ ତାଙ୍କର ଦିନ ତମାମ ପରିଶ୍ରମ କରି କାର୍ଯ୍ୟଟିକୁ ସଫଳ କରିବା ପାଇଁ ଯତ୍ନବାନ ହେଇ ଏହି କାର୍ଯ୍ୟକ୍ରମ ପ୍ରତି ତାଙ୍କର ନିଷ୍ଠା ଆପଣମାନେ ଆସନ୍ତା ଜାନୁଆରୀ 26 ତାରିଖ ଦିନ ଦେଖିପାରିବେ।